ଝାରସୁଗୁଡ଼ା ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ପେଡ଼ି ପ୍ରକ୍ୟୁରମେଣ୍ଟର ଦାୟିତ୍ୱ ମନ୍ତ୍ରୀ ଭାବରେ ମୋତେ ଦାୟିତ୍ୱ ଦେଇଥିବା ଦୃଷ୍ଟିରୁ ଆଜି କଲେକ୍ଟରଙ୍କ ସହିତ ସପ୍ଲାଏ ଡିପାର୍ଟମେଣ୍ଟଙ୍କ ସହିତ ଆଲୋଚନା ହେଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଥିଲା ମୋ ବିଭାଗର ଝାରସୁଗୁଡ଼ା କୁଚିଣ୍ଡାକୁ କେମିତି ପାଣି ମିଳିବ। RWSSର ଯେଉଁ ଏଜେନ୍ସି ଅଛନ୍ତି ଏବଂ ଡିପାର୍ଟମେଣ୍ଟର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହେଇଥିଲା। ଝାରସୁଗୁଡ଼ା ଜିଲ୍ଲାର ନଭେମ୍ବର ସୁଦ୍ଧା 32ଟି ଗାଁକୁ ପାଣି ଦେବା ପାଇଁ ନିଷ୍ପତ୍ତି ହେଇଛି ଏବଂ ଡିସେମ୍ବର ସୁଦ୍ଧା ମାର୍ଚ୍ଚ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଗାଁକୁ ପାଣି ପହଞ୍ଚି ପାରିବ ଏ ପ୍ରକାର ଆଜି ଆଲୋଚନାରେ ବିଷୟବସ୍ତୁ ରହିଥିଲା। ଏହାରି ଭିତରେ ଯେଉଁ ଚାଷୀ 3100 ଟଙ୍କା କୁଇଣ୍ଟାଲ ହିସାବରେ ପାଇବ, ତାର ଉପରେ ଚାଷୀର ଧାନ ଠିକ୍ ଭାବରେ ବିକ୍ରି ହେଇପାରିବ, ମଣ୍ଡିର ବ୍ୟବସ୍ଥା ଠିକ୍ ହେଇପାରିବ ଏବଂ ଯେଉଁ ଚାଷୀ ବି ଧାନ ଆଣିବ ତା ଧାନର ଉପଯୁକ୍ତ ମୂଲ୍ୟ ପାଇପାରିବ। ତାପରେ ବିସ୍ତୃତ ଆଲୋଚନାର ବହୁତ ଗୁଡ଼ିଏ ଭଲ ବିଷୟ ଏଠି ବିଗତ ଦିନରୁ ସେମାନେ ଆଲୋଚନାରେ ରଖିଥିଲେ ଯେ ଏଠିକାର ଯେତେ ପ୍ୟାକ୍ସ ଅଛି, ଯେଉଁଠି ଧାନ କିଣା ହେଉଛି ସେଠି ମଣ୍ଡିର ସେଡ୍ ନାହିଁ। ନିଷ୍ପତ୍ତି ନିଆଯାଇଛି ଟେଣ୍ଟ ମାଧ୍ୟମରେ ଆଜି ମଣ୍ଡିରେ ଧାନ ରହିବ। ସବୁ ଧାନ ମଣ୍ଡିରେ ଅନଲୋଡ଼ ହେବ, ତାପରେ ଚାଷୀକୁ ସେଇଠି ହିଁ ତାର ମୂଲ୍ୟ ନିର୍ଦ୍ଧାରଣ ହେଇ ଚାଷୀ ଫେରିବ। এই ପ୍ରକାର ଗୋଟେ ନିଷ୍ପତ୍ତି ହେଇଛି। ତା ସାଙ୍ଗେ ସାଙ୍ଗେ ଝାରସୁଗୁଡ଼ାର ବିଧାୟକ ଚାଷୀମାନଙ୍କର ସୁବିଧା ପାଇଁ ଆମର ଯେଉଁ ପ୍ୟାକ୍ସ ହେବ, ପ୍ୟାକ୍ସରେ ଯେଉଁ ସେଟ୍ ହେବ, ସେଥିପାଇଁ 22ଟି ପ୍ୟାକ୍ସ ପାଇଁ ପାଖାପାଖି ଆମର 20 କୋଟି ପାଖାପାଖି ଅର୍ଥର ସେଟ୍ ତିଆରି ହେବ। ଏ ଗୋଟେ ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ଯେଉଁ ଟାଣ ଖରାରେ ଧାନ ମଣ୍ଡି ହେଉଛି, ସେ ମଣ୍ଡିରେ ପ୍ୟାକ୍ସ ହେବାର ବ୍ୟବସ୍ଥା ହେଇପାରିବ। ସେ ଦୃଷ୍ଟି ନେଇ ଚାଷୀମାନେ ସବୁ ସୁବିଧା ପାଇପାରିବେ ବୋଲିକା ମୋର ହୃଦବୋଧ ହେଉଛି ଏବଂ ତାରି ଭିତରେ ମୁଁ ବି ଆଜି ପ୍ରଶାସନକୁ ଭରସା ବିଶ୍ୱାସ ଦେଇଛି ଯେ ମୁଁ ବି ସମୟ ସମୟରେ ଆସିବି ଏବଂ କୌଣସି ଅବ୍ୟବସ୍ଥା ଯଦି ଦେଖାଦିଅ ତାହେଲେ ଆମେ ତୁରନ୍ତ ତାର ସମାଧାନ କରିବା ପାଇଁ ଆମେ ପଦକ୍ଷେପ ଗ୍ରହଣ କରିବା।